ନବଗୁଞ୍ଜର ହେଉଛି ହିନ୍ଦୁ ଧର୍ମରେ ଏକ ପୌରାଣିକ ପ୍ରାଣୀ ଯାହା 9ଟି ଭିନ୍ନ ପ୍ରାଣୀକୁ ନେଇ ଗଠିତ। ନବଗୁଞ୍ଜରର ପ୍ରାଣୀ ମୁଣ୍ଡ ଏକ ମୁକୁଟ ସହିତ ଏକ କୁକୁଡ଼ା ମୁଣ୍ଡ, ବେକ ଏକ ମୟୂରର ବେକ, କୁହା ଏକ ଷଣ୍ଢର କୁହା, ପେଟ ଏକ ସିଂହର ପେଟ, ଗୋଡ଼ ଏକ ହାତୀର ସମ୍ମୁଖ ବାମ ଗୋଡ଼, ଏକ ବାଘର ପଛ ଗୋଡ଼ ଏବଂ ଏକ ହରିଣ କିମ୍ବା ଘୋଡ଼ାର ପଛ ଗୋଡ଼। ଚତୁର୍ଥ ଅଙ୍ଗ ଏକ କମଳ କିମ୍ବା ଚକ୍ର ଧରିଥିବା ଏକ ଉଠାଯାଇଥିବା ମାନବ ହାତ। ଲାଞ୍ଜ ଏକ ସାପର ଲାଞ୍ଜ। ନବଗୁଞ୍ଜରକୁ ଭଗବାନ ବିଷ୍ଣୁ କିମ୍ବା ବିଷ୍ଣୁଙ୍କ ଅବତାର କୃଷ୍ଣଙ୍କ ଏକ ସୂକ୍ଷ୍ମ ରୂପ ଭାବରେ ବିବେଚନା କରାଯାଏ। ନବଗୁଞ୍ଜରର କିମ୍ବଦନ୍ତୀ ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତର ଓଡ଼ିଆ ସଂସ୍କରଣରେ କୁହାଯାଇଛି।